ବାପା ଆଉ ମା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ଜଣେ ଦେହ ହେଲେ ଜଣେ ଛାଇ। ମାଙ୍କ ବିନା ଘର ଅନ୍ଧାର, ଆଉ ବାପାଙ୍କ ବିନା ଦୁନିଆ ଅନ୍ଧାର। କରୋଡ଼ପତି ହେଇ କୋଠା ଉପରେ କୋଠା ବାଡ଼େଇ 5ରୁ 6 ଜଣ ଚାକର ଖଟେଇ ବିଭିନ୍ନ ଅନୁଷ୍ଠାନକୁ ସ୍ୱ ଇଚ୍ଛାରେ ଦାନ ଦେଇ ନିଜକୁ ଦାନୀ କହି ନିଜ ବାପା ମାଙ୍କୁ ଗାଁରେ ଏକୁଟିଆ ଛାଡ଼ି ଦେଇ ମହାନ ବୁଲଉଥିବା କିଛି ମହାନ ପୁରୁଷମାନେ ସେମାନେ ଭାବୁଛନ୍ତି ଆମଠୁ ଦାନୀ ଆଉ ଏ ସଂସାରରେ କେହି ନାହିଁ। ଯେ ବାପା ମାଙ୍କୁ ପଚାରିନି ସେ ଦେଶଟି ଯାକ ଲୋକକୁ ପଚାରିଲେ କିଛି ଲାଭ ନାହିଁ ଭାଇ। ପୁଅ ସେତେବେଳେ ପିତୃ ଋଣରୁ ମୁକ୍ତି ପାଏ ଯେତେବେଳେ ବୃଦ୍ଧ ବାପାଙ୍କର ବାଙ୍କୁଲି ବାଡ଼ି ବଦଳରେ ନିଜେ ବାଙ୍କୁଲି ବାଡ଼ି ହେଇ ବାପାଙ୍କ ହାତକୁ ନିଜ କାନ୍ଧ ଉପରେ ରଖିଥାଏ। ପୁଅ ସେତେବେଳେ ମାତୃ ଋଣରୁ ମୁକ୍ତି ପାଏ ଯେତେବେଳେ ବୃଦ୍ଧ ମାକୁ ନିଜ ହାତରେ ଖାଇବାକୁ ମୁଠେଇ ଦିଏ। ତେଣୁକରି ଭାଇ, ଧର୍ମ କରିବା କୌଣସି ମହାନ କାମ ନୁହେଁ। ଯଦି ଆପଣ ଆପଣଙ୍କ ବାପା ମାଙ୍କର ସେବା କରିଛନ୍ତି ତ ଅନ୍ୟର ସେବା ଆପଣ ନିଶ୍ଚିତ କରିବେ। ଯେଉଁମାନେ ଧନୀ ହେଇ ଲୋକ ଦେଖାଣିଆ ସେବା ଦାନ କରୁଛନ୍ତି ନା, ସେମାନଙ୍କ ମନରେ ଅହଙ୍କାର ଅଛି। ଉପର ମନରେ ଲୋକ ଦେଖାଣିଆ ଦାନ ଧର୍ମ କିଛି ଲାଭ ନାହିଁ ଭାଇ।